ଜୁନାଗଡ଼ ରୋଡ୍ ହାଉଡା ଇସ୍ପାତ ଏକ୍ସପ୍ରେସର ଉଦ୍ଘାଟନୀ ଟେନ୍ସକୋକୁ ପତାକା ଦେଖାଇ ଶୁଭାରମ୍ଭ। ଭବାନୀପାଟଣା 19/2/2026 ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ହାଉଡା ଟିଟଲାଗଡ଼ ଇସ୍ପାତ ଏକ୍ସପ୍ରେସକୁ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହି ସମ୍ପ୍ରସାରଣ ଦ୍ୱାରା ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣଙ୍କ ପାଇଁ ଯାତ୍ରୀ ସୁବିଧା ବଢ଼ିବା ସହିତ ଯାତାୟାତ ସୁଗମତା ଓ ଆର୍ଥିକ ସାମାଜିକ ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ଆଶା କରାଯାଇଛି। ଜୁନାଗଡ଼ ରୋଡ୍ ଓ ଟିଟଲାଗଡ଼ ମଧ୍ୟରେ ବିସ୍ତାରିତ ନୂଆ ରେଳ ଅଂଶର ଉଦ୍ଘାଟନୀ ଟ୍ରେନ୍କୁ ଆଜି ଜୁନାଗଡ଼ ରୋଡ୍ ଷ୍ଟେସନରେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଉପସ୍ଥିତ ରହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଉଦ୍ଘାଟନୀ ଟ୍ରେନ୍ରେ ଯାତ୍ରା କରି ଭବାନୀପାଟଣା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ। ରେଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏହି ସମ୍ପ୍ରସାରିତ ସେବାର ନିୟମିତ ଚଳାଚଳ ଆଗାମୀ 21 ଫେବୃଆରୀ 2026 ଠାରୁ ଆରମ୍ଭ ହେବ। ଟ୍ରେନ୍ ନମ୍ବର 12871 ହାଉଡା ଟିଟଲାଗଡ଼ ଇସ୍ପାତ ଏକ୍ସପ୍ରେସ ଏବେ ଟିଟଲାଗଡ଼ ଠାରୁ ଆଗକୁ ବଢି ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ଚାଲିବ ଏବଂ 21 ଫେବୃଆରୀ 2026 ରୁ ହାଉଡାରୁ ଯାତ୍ରା ଆରମ୍ଭ କରିବ। ସେହିପରି ଟ୍ରେନ୍ ନମ୍ବର 12872 ଟିଟଲାଗଡ଼ ହାଉଡା ଇସ୍ପାତ ଏକ୍ସପ୍ରେସ 22 ଫେବୃଆରୀ 2026 ଠାରୁ ଜୁନାଗଡ଼ ରୋଡ୍ ଷ୍ଟେସନରୁ ଚଳାଚଳ କରିବ। ସମ୍ପ୍ରସାରିତ ହାଉଡା ଟିଟଲାଗଡ଼ ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ ଟିଟଲାଗଡ଼ ଓ ଜୁନାଗଡ଼ ରୋଡ୍ ମଧ୍ୟରେ କେସିଙ୍ଗା, ଲାଞ୍ଜିଗଡ଼ ରୋଡ୍ ଓ ଭବାନୀପାଟଣା ଷ୍ଟେସନରେ ରହଣି କରିବ। ହାଉଡା ଓ ଟିଟଲାଗଡ଼ ମଧ୍ୟରେ ପୂର୍ବବର୍ତ୍ତୀ ସମସ୍ତ ରହଣି ଓ ସମୟ ସାରଣ ଅପରିବର୍ତ୍ତିତ ରହିବ। ଏହି ଟ୍ରେନ୍ ହାଉଡା ଓ ଟିଟଲାଗଡ଼ ମଧ୍ୟରେ ସୁପରଫାଷ୍ଟ ଏକ୍ସପ୍ରେସ ଭାବରେ ଏବଂ ଟିଟଲାଗଡ଼ ସାକ୍ଷୀ ହୋଇଥିଲେ। କଳାହାଣ୍ଡି ଜିଲ୍ଲାରୁ ସାହେବ ଛତ୍ରିଆଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।